ଯେତେବେଳେ ସ୍ୱାଧୀନତା ଦିବସର ମୋର ଅଭିଭାଷଣ ଥିଲା ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ମୁଁ ଘୋଷଣା କରିଥିଲି 21ଟି ସହରକୁ NSCର ମାନ୍ୟତା ପ୍ରଦାନ କରିବା ପାଇଁ ତାହାର ନୋଟିଫିକେସନ୍ କାର୍ଯ୍ୟକ୍ରମ ମଧ୍ୟ ଆପଣଙ୍କର ଯେଉଁଗୁଡ଼ିକ ହୋଇଯାଇଛି ବାକି ଗୁଡ଼ିକର ନୋଟିଫିକେସନ୍ ହୋଇଯାଉଛି ଏବଂ ସେଥିରେ 21ଟି ସହର ସಮೇତ ଆଜି ଆଉ 7ଟି ସହରକୁ ମଧ୍ୟ ଏଥିରେ ଆପଣଙ୍କର ଘୋଷଣା କରାଯାଉଛି। ସେଗୁଡ଼ିକ ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା, ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଓ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଓ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବରିଗୁମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର ଏବଂ କିଛି ମ୍ୟୁନିସିପାଲିଟିକୁ ଘୋଷଣା କରିବା ପାଇଁ ମଧ୍ୟ ମୁଁ ଯାଉଛି। 7ଟି ମ୍ୟୁନିସିପାଲିଟି ସେଗୁଡ଼ିକ ହେଲା ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ସର୍ବାଧିକ ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପଲସରା। ଏଗୁଡ଼ିକ ଆଗରୁ NSC ଥିଲା, ଆଜି ତାକୁ ମ୍ୟୁନିସିପାଲିଟି ହିସାବରେ ଘୋଷଣା କରାଯାଇଛି। ଏହାଦ୍ୱାରା ସେ ସହର ବଢ଼ିଛି ଏବଂ ସେଥିପାଇଁ ସେ ସହରର ଆପଣଙ୍କର ସମସ୍ତ ପ୍ରକାରର ସହରକୁ ନବକଳେବର କରାଯିବ ଆଉ ତା ଯୋଜନା ଭିତରେ ରଖାଯାଇଛି। ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ହିସାବରେ ମୁଁ ଆପଣମାନଙ୍କୁ ରଖିଥିଲି ଯେ ପୁରୀକୁ ଏଥିରେ ଆପଣଙ୍କର ଯୋଡ଼ି ଦିଆଯାଇଛି। ଏହାକୁ ଆମେ ଯଦି ସମ୍ପୂର୍ଣ୍ଣରେ ମିଶାଇବା ତାହେଲେ ନୂତନ ଭାବରେ NSC ସଂଖ୍ୟା ବୃଦ୍ଧି ହେଲା ଆପଣଙ୍କର 28ଟି ଏବଂ ମ୍ୟୁନିସିପାଲିଟି ହିସାବରେ ବର୍ତ୍ତମାନ ବୃଦ୍ଧି ପାଇଛି 7ଟି ଏବଂ ମହାନଗର ନିଗମ ବୃଦ୍ଧି ପାଇଲା ଗୋଟିଏ, ଯାହାକି ପୁରୀ ସହର। ଏ ସମୁଦାୟ 36ଟି ସହର ଆଜି ନୂଆ ଭାବରେ ଆମେ ସହରାଞ୍ଚଳର ଯେଉଁ ବୃଦ୍ଧିକରଣ ହୋଇଛି ସେଥିରେ ତାଙ୍କୁ ଆମେ କିଭଳି ଭାବରେ ଆଗାମୀ ଦିନରେ ସେମାନେ ଆମ ସହିତ ମିଶିଲେ ଆମ ସହିତ ମିଶିକି ରହିବେ, ସହରାଞ୍ଚଳରେ ଲୋକମାନେ ସହରାଞ୍ଚଳ ହିସାବରେ ମାନ୍ୟତା ପାଇବେ, ସେମାନଙ୍କର ମୌଳିକ ସମସ୍ୟା ଚିତ୍ତ ବିନୋଦନ ପାଇଁ, ଆମ୍ୟୁନିଟିଜ୍ ପାଇଁ ରାସ୍ତା, ପିଇବା ପାଣି, ବିଜୁଳି, ଚିତ୍ତ ବିନୋଦନ କେନ୍ଦ୍ର, ପାର୍କିଂ ଏରିଆ, ମଲ୍ ଏବଂ ମଲ୍ଟିପର୍ପଜ୍ ହଲ୍ ଏଇଭଳି ଭାବରେ ଅନେକ ତାଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମ ସରକାର ଯାହା ଘୋଷଣା ଆଜି କରିଛନ୍ତି ଏହାକୁ ମଧ୍ୟ ଆଗାମୀ ଦିନରେ ସେଥିରେ ସାମିଲ କରିବାର ଇଏ ଯୋଜନା ଆଜି ଆପଣମାନଙ୍କର ପାଖରେ ମୁଁ ଆଜି ରଖିଛି। ଏଣୁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମ ସରକାର ଯେଉଁ ସହରୀକରଣର ଦ୍ରୁତ ବୃଦ୍ଧି ହେଉଛି 17%ରୁ ବୃଦ୍ଧି ପାଇକରି ଆଜି ଆମ ପାଖରେ 30% ପର୍ଯ୍ୟନ୍ତ ବୃଦ୍ଧି ହେବାର ଯେଉଁ ସମ୍ଭାବନା ବଢ଼ିଯାଇଛି ଆଗାମୀ ଦିନରେ ତାହା କିଭଳି ଭାବରେ ଆମେ ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ରତା ଦେବା ସହିତ ଆମେ କାମ କରିବା ପାଇଁ ପଡ଼ିବ।